ବାପା କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ। ବାପା ଅନେକ ଶକ୍ତିର ଆଧାର। ଆର୍ଥିକ ଶକ୍ତି, ଶାରୀରିକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତିର ଉତ୍ସ ହେଉଛନ୍ତି ବାପା। ବାପା ହିଁ ସବୁ ଧର୍ମ, ବାପା ହିଁ ସାଧନା, ଆଉ ବାପା ସର୍ବଶକ୍ତିମାନ। ସେଥିପାଇଁ ତ କୁହାଯାଏ ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ। ବିରୋଧୀ ପ୍ରତିମା ପନ୍ନେ ପ୍ରିୟନ୍ତି ସର୍ବଦେବତା। ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗକୁ ମନେ ପକାଇବା ନେଇ ପ୍ରତିବର୍ଷ ଜୁନ୍ ମାସରେ ବିଶ୍ୱ ପିତୃ ଦିବସ ପାଳନ କରାଯାଏ। ଅନେକ ପିଲାଙ୍କ ପାଇଁ ବାପା ହୋଇଥାନ୍ତି ସୁପର ହିରୋ। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ସେ ହିଁ ଏହି ଦିନକୁ ପ୍ରଥମେ ପାଳନ କରିଥିଲେ। ଆସନ୍ତୁ ଏହି ଦିବସ କେବେ ପାଳନ କରାଯାଏ ଏବଂ କିଏ ପ୍ରଥମେ ପାଳନ କରିଥିଲେ ତାହା ଜାଣିନେବା।